ପୂର୍ବରୁ ଯାଇଥିଲି ମର୍ତ୍ତ୍ୟର ସେ ଅବନ୍ତୀ ନଗର। ରାଜା ଚନ୍ଦ୍ରଧରର ଆତିଥ୍ୟତା ମୋ ମନରେ ଭରିଥିଲା ଅସମାରୀ ସ୍ନେହ। କିନ୍ତୁ ଆଜି କାହିଁକି ଇଚ୍ଛା ହୁଏ ଯିବା ପାଇଁ ତାହାରି ନିକଟେ, ଦେଖିବା ପାଇଁ ତା ସୁଖର ସାମ୍ରାଜ୍ୟ। ହଁ ଦେଖିବା ପାଇଁ ତା ସୁଖର ସାମ୍ରାଜ୍ୟ। ନାରାୟଣ 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 ନାଗମାତାଙ୍କର ଜୟ ହେଉ ମାତା। ତୁମେ ପୁଣି ଏ ପାତାଳପୁରରେ ମାତା ମାତା ଆସିବାକୁ ଇଚ୍ଛା ନଥିଲେ ମଧ୍ୟ ଆସିବାକୁ ବାଧ୍ୟ ହେଲି ମାତା। କାରଣ କଣ ଦେବର୍ଷି? ମାତା କାରଣ ଏହା ଯେ ମର୍ତ୍ତ୍ୟପୁରରେ ତୁମ ସମ୍ମାନ ହାନି ହୋଇ ସାରିଛି ମାତା। ତୁମର ଭକ୍ତ ରାଜା ଚନ୍ଦ୍ରଧର ଭୋଗୁଛି କଠୋର ଯାତନା। ମା ଯଦି ଅସମୟରେ ତୁମେ ସାହାନ ହେବ ମାତା, ତେବେ ତୁମ ନିନ୍ଦା ବାଜଣା ବାଜିବ ଏ ତିନି ପୁଲେ ମଧ୍ୟ। ମା ଗো ହୁଅ ସାହା, ସାହା ହୁଅ ଝଟତି, ମା ଗো ହୁଅ ସାହା। ତୁମ ভক্ত বীর রাজা চন্দ্রধর, তুম ভক্ত বীর রাজা চন্দ্রধর, শনি কারাগারে লভে বিপত্তি, মা গো হুয় ଶେଷରେ ଲଙ୍ଗଳା ଭଙ୍ଗଳା ଭୋଳାନାଥ ଶିବ ପୁଣି ମୋ ବିରୁଦ୍ଧ ଆଚରଣ କରିଛି। ଅପେକ୍ଷା କର ରେ ଭୋଳାନାଥ ଶିବ, ଅପେକ୍ଷା କରଲ ପାର୍ବତୀ, ଯାଉଛି ମୁଁ ତୁମ୍ଭରି ନିକଟ। ପଡ଼ିଲେ ସମ୍ମୁଖେ ମୋହର ମନସା ଦେବ ତୁମକୁ ଉପଯୁକ୍ତ ଶିଖ। ମାତା ଦେବର୍ଷି ସେ ଭୋଳାନାଥ ଶିବଟା ମରିବ, ଆଉ ପାର୍ବତୀ ବୈଧବା ହେବ। ଗ୍ରହରାଜ ଶନିଙ୍କ ସହିତ ସକଳ ଦେବତା ଦେଖିବେ ଏ ମନସାର ବିଶ୍ୱଜଳଟା କେତେ ଭୟ। ନାରାୟଣ ନାରାୟଣ ଶୁଣ ହେ ଦେବର୍ଷି, ଆଉ ନୁହେଁ ବେଶୀ ମର୍ତ୍ତ୍ୟକୁ ଯିବି ଏକ୍ଷଣି। ଶୁଣ ହେ ଦେବର୍ଷି, ଆଉ ନୁହେଁ ବେଶୀ ମର୍ତ୍ତ୍ୟକୁ ଯିବି ଏକ୍ଷଣି। ଶନି ଶୂଳ ଧର ହୋଇଲେ ବର, ଭାଙ୍ଗି ଦେବି ତାଙ୍କ
ସେଇଆ କରନ୍ତୁ ମାତା ତା ନହେଲେ ଦେବତା ମାନଙ୍କର ପୂଜାବିଧି ବଢିଯିବ ମା ଦେବର୍ଷି ନାଇଁ ଦେବର୍ଷି ଏହି ମୁହୂର୍ତ୍ତରେ ଯାଉଛି ମୁଁ ଭୋଳାନାଥ ଶିବଙ୍କ ନିକଟ ନାରାୟଣ ସେ ନାରାୟଣ ଯେପରି ମୋ ଭକ୍ତ ଚନ୍ଦ୍ରଧରକୁ ଦେଇଛି ନିର୍ଯାତନା ତାଠାରୁ ନେବି ମୁଁ ଚରମ ପ୍ରତିଶୋଧ କାରଣ ମୁଁ ହେଉଛି ନାଗରାଜ ବାସୁକୀର ଭଗ୍ନୀ ମନ ମାତା ନାରାୟଣ 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 ଲାଗିଗଲା ଏଥର ଅସଲ କଳି ନାରାୟଣ ନାରାୟଣ ଯିବା ଜଳୁଥିବା ଅନଳରେ କୁଟା ସିଞ୍ଚନ କରି ଏହାର ମଜା ନେବ ଏ ଦେବର୍ଷି ନାରଦ ନାରାୟଣ ନାରାୟଣ काली जी